କ'ଣ ମିଳୁଛି ନିରୀହ ପଶୁଜନ୍ତୁଙ୍କୁ ହଇରାଣ କରିକି। କିଛି ପିଲା ବୁଲୁଥିଲେ, ତାଙ୍କ ହାତରେ ତୀର ଥିଲା। ଯେତେବେଳେ କୁକୁରଟି ତାଙ୍କ ଆଗରେ ଦୌଡ଼ିକି ଗଲା ଷ୍ଟାଇଲ୍ ମାରିବା ପାଇଁ, କୁକୁର ଦେହରେ ତୀର ବାଜୁଛି କି ନାହିଁ ଜାଣିକି ତାକୁ ତୀର ମାରିଲେ। ଯେତେବେଳେ ତୀରଟି କୁକୁର ଦେହରେ ବାଜିଲା, ତୀରଟି ପଶିକି ରହିଗଲା। ଭଗବାନଙ୍କ କୃପାରୁ ଫରେଷ୍ଟ ପୋଲିସ ଅଫିସର ଆଉ କିଛି କିଛି ଲୋକମାନେ ସେଠି ଦେଖିଲେ। ପିଲାମାନେ ସାଙ୍ଗେ ସାଙ୍ଗେ ଡରିକି ଦୌଡ଼ିକି ପଳେଇଲେ। ସେ କୁକୁରଟିର ଭାଗ୍ୟ ଭଲ, ଏ ପୋଲିସ ମାନେ ପହଞ୍ଚିଲେ। ତମେମାନେ ଯେଉଁ ତୀର ମାରିଲ, ଏଇମାନେ ଯାଉଛନ୍ତି ମନ୍ଦିରକୁ, ଠାକୁରଙ୍କୁ ପ୍ରାର୍ଥନା କରୁଛନ୍ତି ଦେହ ଭଲ ରଖ, ମୋର ମଙ୍ଗଳ କର, ସବୁ ଭଲ କରିଦିଅ। ଭଗବାନ ଏମାନଙ୍କ କଥା ଶୁଣିବେ? ଜମା ଶୁଣିବେନି। ଭଗବାନ ଶୁଣିବେ ଏହି ଭାଇମାନଙ୍କର, ଏହି ପୋଲିସ ଅଫିସର ମାନଙ୍କର, ଯେଉଁମାନେ ତୁରନ୍ତ ସେମାନଙ୍କୁ କୁକୁର ଦେହରୁ ତୀର ବାହାର କରି ତାକୁ ଟ୍ରିଟମେଣ୍ଟ କରୁଛନ୍ତି। କିଛି ଲାଭ ନାହିଁ ଆଜ୍ଞା ଏଇଭଳି ଷ୍ଟାଇଲ୍ ମାରିଲେ। ଆପଣ ତୀର ମାରୁଛନ୍ତି, ଆଉ କେଉଁଠି ଯାଇକି ମାରନ୍ତୁ, ସେଇଠି ମେଡ଼ାଲ ପାଆନ୍ତୁ। ତୀରଟା ତା ଦେହରୁ ସେ ବାହାର କରିପାରିଲାନି ବୋଲି ଚୁପଚାପ ଯାଇକି ଲୁଚିକି ଶୋଇଥିଲା କଷ୍ଟରେ। ଏମାନଙ୍କୁ ଟିକେ ଖାଇବାକୁ ଦିଅ, ପିଇବାକୁ ଦିଅ, ଏମାନଙ୍କ ଦାୟିତ୍ୱ ନୁହେଁ। ଯଦି ଏତିକି କିଛି ନ କରିପାରୁଛ ତାହେଲେ ତାଙ୍କୁ ଛାଡ଼ିଦିଅ, ତାଙ୍କୁ ଅନାଅନି, ତାଙ୍କୁ ସଂଘର୍ଷ କରିବାକୁ ଦିଅ। କିନ୍ତୁ ଖାଲିଟାରେ କାହିଁକି ତୀର ମାରିକି ବାହା ଦେଖେଇ ହେଉଛ? କୌଣସି ଲାଭ ନାହିଁ। ମନ୍ଦିରକୁ ଗଲେ, କୌଣସି ପ୍ରାର୍ଥନା କଲେ, ଠାକୁରଙ୍କୁ ମୁଣ୍ଡିଆ ମାରିଲେ କିଛି ଲାଭ ନାହିଁ। ଅନ୍ୟାୟ ଉପରେ ଅତ୍ୟାଚାର କରିକି ଆଖିରୁ ଲୁହ ବାହାର କରି ତାଙ୍କ ମନ୍ଦିର ଯାଇ କିଛି ଲାଭ ନାହିଁ। ମୁଁ ଏତିକି ପ୍ରାର୍ଥନା କରୁଛି, ଭଗବାନ ସେ ପୋଲିସ ଲୋକଙ୍କର ଏବଂ ସେ ଭାଇମାନଙ୍କର କଥା ଶୁଣନ୍ତୁ ଏବଂ ସେମାନଙ୍କୁ ଉଚିତ ଦଣ୍ଡ ମିଳୁ।